ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 26 ମେରେ ଅଲ୍ ସିଫ୍ଟରେ ଯେତକ ବି ଆମର ଓଡ଼ିଆ ଗ୍ରାମାର କୋଶ୍ଚିନ୍ ଆସିଥିଲା ତାକୁ ଡିଟେଲ୍ସରେ ଆଲୋଚନା କରିବା, ଯାହାଦ୍ୱାରା ଯଦି ଏ କୋଶ୍ଚିନ୍ ଆପଣଙ୍କ ଏକ୍ଜାମରେ ଆସୁଛି ଯେପରି ଆପଣମାନେ ଭୁଲ ନ କରନ୍ତି। ଏହା ପୂର୍ବରୁ ଆମେ ମଧ୍ୟ ଓଡ଼ିଆ ଗ୍ରାମାର ବହୁତ ସାରା ପ୍ରିୟ କୋଶ୍ଚିନ୍ ଡିସ୍କସନ୍ କରିଛେ, ଦେଖିନାହାନ୍ତି ଡେସ୍କ୍ରିପ୍ସନରେ ପ୍ଲେଲିଷ୍ଟ ଲିଙ୍କ୍ ଅଛି, ଚେକ୍ କରିନେବେ। ଆଉ ଗୋଟେ କଥା, ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଛି ପ୍ଲିଜ୍ କାଇଣ୍ଡଲି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ଦେଖନ୍ତୁ, ପ୍ରଥମ ପ୍ରଶ୍ନ କ'ଣ ଦେଇଛି, ଦୋଷର ବିପରୀତ ଶବ୍ଦ କ'ଣ? ବହୁତ ଇଜି କୋଶ୍ଚିନ୍, ସମସ୍ତେ ଜାଣିଛନ୍ତି। କ'ଣ? ଦୋଷର ବିପରୀତ ହେଉଛି ରୋଷ। ନେକ୍ସଟ, ବିପୁଳ ଧନ ମଣିଷକୁ ସୁଖ ଦିଏ ନାହିଁ। ଏଠାରେ ଯେଉଁ ବିପୁଳ ଶବ୍ଦ ଦେଇଛି ଏଇଟା କି ପ୍ରକାର ବିଶେଷଣ? ପ୍ରଥମେ ଆପଣ ମୋତେ କୁହନ୍ତୁ ବିଶେଷଣ କାହାକୁ କୁହାଯାଏ? ମନେ ରଖନ୍ତୁ, ଯେଉଁ ପଦ ବିଶେଷ୍ୟ ପଦର ଅବସ୍ଥା, ଗୁଣ, ପରିମାଣ ଇତ୍ୟାଦିକୁ ବୁଝାଏ ତାକୁ ହିଁ ଆମେ ବିଶେଷଣ ପଦ କହୁ। ବିଶେଷଣ କେତେ ପ୍ରକାର କହିଲେ? ବିଶେଷଣ 8 ପ୍ରକାର। ବିଶେଷ୍ୟର ବିଶେଷଣ, ବିଶେଷଣର ବିଶେଷଣ, ତୁଳନାତ୍ମକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ଗୁଣବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ସାର୍ବନାମିକ ବିଶେଷଣ, ସର୍ବନାମର ବିଶେଷଣ, ଏହିପରି 8 ପ୍ରକାର। ଏଠି ଯେଉଁ ଥିଲା ବିପୁଳଟା କହିଲେ କ'ଣ ବୁଝାଉଛି? ବିପୁଳଟା ଗୋଟେ ପରିମାଣ ବୁଝାଉଛି ନା, ତେଣୁ ଏଇଟା ହେଉଛି ପରିମାଣବାଚକ ବିଶେଷଣ। ତୁଳନାତ୍ମକ ବିଶେଷଣ ମାନେ ଯେତେବେଳେ ବିଶେଷଣ ପଦରେ ତୁଳନା କରାଯାଏ ତାକୁ ହିଁ ତୁଳନାବାଚକ ବିଶେଷଣ କୁହାଯାଏ। ଅବସ୍ଥା କୌଣସି ଗୋଟେ ନିର୍ଦ୍ଦିଷ୍ଟ ଅବସ୍ଥାକୁ ବୁଝାଉଥିବ। ଗୁଣବାଚକ ମାନେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଉଥିବ। ନେକ୍ସଟ ଦେଖନ୍ତୁ, ଏଇ କୋଶ୍ଚିନ୍ଟା ଷ୍ଟାର ମାର୍କ କରି ରଖନ୍ତୁ। ପରୀକ୍ଷାରେ ଯେମିତି ହେଲେ ବି ପ୍ରତି ସିଫ୍ଟରେ ଗୋଟେ କୋଶ୍ଚିନ୍ ଆସିବ। ଓ ବା ଆ ପରେ ଆମେ ହସଉ କିମ୍ବା ଦିଗଉଥିଲେ କ'ଣ ହୁଅନ୍ତି? ମନେ ରଖିବେ, ଅ ବା ଆ ପରେ ହସଉ କିମ୍ବା ଦିଗଉଥିଲେ ଦୁହେଁ ମିଶି ଓ ହୁଅନ୍ତି। ତ ତମେ କହିବ କେମିତି? ମୁଁ ତୁମକୁ ଗୋଟେ ଏକ୍ଜାମ୍ପଲ ଦେଉଛି। ଦେଖ, ହିତ ଯୁକ୍ତ ଉପଦେଶ। କ'ଣ? ହିତ ଯୁକ୍ତ ଉପଦେଶ। ଦେଖ, ହିତରେ କ'ଣ ଅ ଆସିଛି, ଉପଦେଶରେ ଉ ଆସୁଛି। ଯେତେବେଳେ ଏ ଦୁଇଟାକୁ ମିଶି ଯାଉଛନ୍ତି ଆମର ଓ ହେଇଯିବ। ମାନେ କ'ଣ ହେଇଯିବ? ହିତ ଯୁକ୍ତ ଉପଦେଶ। କ'ଣ ହେଇଯିବ? ହିତୋପଦେଶ। ସେହିପରି ଆଉ ଗୋଟେ ଏକ୍ଜାମ୍ପଲ ଦେଉଛି, ମହା ଯୁକ୍ତ ଉଦ୍ଧତି। ହେଲା, ମହା ଯୁକ୍ତ ଉଦ୍ଧତି। ଦେଖ, ହାରେ ଆ ଆସୁଛି, ହର୍ଷ ରହୁଛି। ଯେତେବେଳେ ଏ ଦୁଇଟାକୁ ମିଶି ଯାଉଛି କ'ଣ ହେଇଯିବ? ମହୋଦଧି। ବୁଝିହେଲା? ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଥର ପ୍ରତିଶବ୍ଦ ନୁହଁ? ମନେ ରଖ, ପନ୍ଥା, ମାର୍ଗ, ସରଣୀ ଏସବୁ ପଥ କିମ୍ବା ରାସ୍ତାର ପ୍ରତିଶବ୍ଦ, କିନ୍ତୁ ବିପିନ ହେଉଛି ଅରଣ୍ୟର ପ୍ରତିଶବ୍ଦ। ବିପିନ, ତାପରେ ଅଟବୀ, ଜଙ୍ଗଲ, ଅରଣ୍ୟ ଏସବୁ ହେଉଛି ଅରଣ୍ୟ ବା ଜଙ୍ଗଲର ପ୍ରତିଶବ୍ଦ। ପନ୍ଥା ମନେ ରଖିବେ, ପନ୍ଥା ମାନେ ମଧ୍ୟ ରାସ୍ତା ବା ପଥ। ନେକ୍ସଟ, ପ୍ରଯୁକ୍ତ ଉପସର୍ଗ ଚାପ୍ଟରରୁ ଆଇଲା। ପ୍ରଯୁକ୍ତ ଶବ୍ଦଟି କିପରି ହୋଇଛି? ପ୍ର ଉପସର୍ଗ, ଯୁଜ୍ ଧାତୁ, ତ ପ୍ରତ୍ୟୟ। ଯେତେବେଳେ ଏ ତିନୋଟି ଯାକ ମିଶୁଛି ଆମର ପ୍ରଯୁକ୍ତ ଶବ୍ଦ ହେଉଛି। ଏଠି ଯେଉଁ ଯୁଜ୍ ଧାତୁ ଦେଇଛି, ଯୁଜ୍ ଧାତୁ ମାନେ ଉପଯୁକ୍ତ। ଓକେ, ତ ପ୍ରଯୁକ୍ତ ମାନେ କ'ଣ? ଉପଯୁକ୍ତ। ନେକ୍ସଟ କୋଶ୍ଚିନ୍ ଦେଖ କ'ଣ ଦେଇଛି। ନେକ୍ସଟ କୋଶ୍ଚିନ୍କୁ ଯିବା ପୂର୍ବରୁ କହିବା ପାଇଁ ଚାହିଁବି, ଯାହାକୁ ଫରେଷ୍ଟ ଗାର୍ଡ଼, ଫରେଷ୍ଟର କିମ୍ବା ଆର୍ଆଇ ଅମିନର ପ୍ରିଭିୟସ୍ ଇୟର କୋଶ୍ଚିନ୍ ପେପର ଦରକାର ୱିଥ୍ ଆନ୍ସର ସିଟ୍, ଯାହାକୁ ବି ଦରକାର ଫରେଷ୍ଟ ଗାର୍ଡ଼, ଫରେଷ୍ଟର କିମ୍ବା ଆର୍ଆଇ ଅମିନ ଦୁଇଟାକୁ ବି ଦରକାର, ଏଇ ନମ୍ବରରେ ହ୍ୱାଟ୍ସଆପ୍ କରିପାରିବ 8249079209। କେବଳ 29 ଟଙ୍କା ପେ କରିବ, ଫରେଷ୍ଟ ଗାର୍ଡ଼ PDF ମିଳିଯିବ।
କେବଳ 29 ଟଙ୍କା ପେ କରିବ RIMR PDF ମିଳିଯିବ। ବୋଥର ଦରକାର 50 ଟଙ୍କା ପେ କରିବ ବୋଥର PDF ମିଳିଯିବ। ତ ଦେଖ କ'ଣ କ୍ୱେଶ୍ଚିନ୍ ଦେଇଛି, ସାଧୁ ଦ୍ରୁତ ଉଦ୍ୟମ। ଓକେ, ତ ଦେଖ ମନେ ରଖିବ ଆମର ହର୍ଷଉ ହର୍ଷଉ ମିଶି ଦୀର୍ଘଉ ହୁଅନ୍ତି। କ'ଣ ନା ହର୍ଷଉ ଆଉ ହର୍ଷଉ ମିଶି ଦୀର୍ଘଉ ହୁଅନ୍ତି। ସାଧୁ ଦ୍ରୁତ ଉଦ୍ୟମ, ସାଧୁରେ କ'ଣ ଅଛି ହର୍ଷଉ ଅଛି, ଉଦ୍ୟମରେ ହର୍ଷଉ ଅଛି। ଯେତେବେଳେ ଏ ଦୁଇଟାକୁ ମିଶି ଯାଉଛନ୍ତି ଆମର ଦୀର୍ଘଉ ହେଇଯାଉଛନ୍ତି। ତ ଆମର କ'ଣ ହେଲା ସାଧୁ ଦ୍ରୁତ ଉଦ୍ୟମ, କ'ଣ ହେଲା ସାଧୁ ଉଦ୍ୟମ। ଓକେ, ନେକ୍ସଟ ଗବାକ୍ଷ, ଗବାକ୍ଷକୁ ସନ୍ଧି କଲେ କ'ଣ ହେବ? ଦେଖ ଏଇଟା ସନ୍ଧିର ଅଲଗା, ମାନେ ଗବାକ୍ଷକୁ ତମକୁ ଡାଇରେକ୍ଟ ମନେ ରଖିବାର ଅଛି। ଏପରି କିଛି ନିୟମ ନାହିଁ କି ତମେ କେଉଁ ରୁଲ୍ ପକେଇବ ଗବାକ୍ଷ ହେବ। ଗବାକ୍ଷଟା ଟିକେ ଅଲଗା କ୍ୱେଶ୍ଚିନ୍, ତେଣୁ ମନେ ରଖିବ ଗୋ ଯୁକ୍ତ ଅକ୍ଷ। କ'ଣ ଗୋ ଯୁକ୍ତ ଅକ୍ଷ ମିଶିଲେ ଆମର ଗବାକ୍ଷ ହେଉଛି। ଆଉ ସନ୍ଧିରୁ ଯେହେତୁ ଆସିଲେ ମୋତେ କୁହ ସନ୍ଧି କାହାକୁ କୁହାଯାଏ? ସନ୍ଧି କେତେ ପ୍ରକାର ମନେ ରଖ। ସନ୍ଧି ଆମର 3 ପ୍ରକାର, ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି। ସନ୍ଧି କାହାକୁ କୁହାଯାଏ? ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ସହ ପରପଦର ମିଳନକୁ ଆମେ ସନ୍ଧି କହିଥାଉ। ଦେଖ ନିମ୍ନୋକ୍ତ ମଧ୍ୟରୁ କେଉଁଟା ଗୋଟିଏ ଦେଶଜ ଶବ୍ଦ ନୁହଁ? ମନେ ରଖିବ ଆମର ନବମ ଶ୍ରେଣୀ ବହିରେ ଗୋଟେ ଚାପ୍ଟର ଅଛି ଶବ୍ଦ ବିଭାଗ। ଏଇ ଚାପ୍ଟରକୁ ଟିକେ ପଢ଼ି ନେବ। ଏଇ ଚାପ୍ଟରରୁ ଯେମିତି ହେଲେ ଗୋଟେ କିମ୍ବା ଯୋଡ଼େ କ୍ୱେଶ୍ଚିନ୍ ଆସୁଛି। ତ ଦେଖ ଗହଳ, ମଲାଟ, ଅଳିଆ ଏସବୁ ହେଉଛି ଦେଶଜ ଶବ୍ଦ। କିନ୍ତୁ ଏଠି ଯେଉଁ ଦେଲା କବଲା, ମନେ ରଖିବ ଏଇଟା ବୈଦେଶିକ ଶବ୍ଦ। ପରୀକ୍ଷାରେ ପଚାରିବ କବଲାଟା କି ପ୍ରକାର ବୈଦେଶିକ ଶବ୍ଦ? ନା ଆରବୀ ଶବ୍ଦ। କବଲାଟା କି ପ୍ରକାର ବୈଦେଶିକ ଶବ୍ଦ? ନା ଆରବୀ ଶବ୍ଦ। ମୁଁ ନିଶ୍ଚିନ୍ତରେ ଶୋଇଛି, ଶୋଇଛି ଏଇଟା କି ପ୍ରକାର କ୍ରିୟା? ପିଲା ସବୁବେଳେ ସକର୍ମକ କ୍ରିୟା ଅକର୍ମକ କ୍ରିୟା ଭିତରେ ମାନେ ଡାଉଟ ରୁହନ୍ତି। ଆମେ କିପରି ଜାଣିବା କେଉଁଟା ସକର୍ମକ କ୍ରିୟା କେଉଁଟା ଅକର୍ମକ କ୍ରିୟା? ମନେ ରଖ ଯେତେବେଳେ ଆମେ କର୍ତ୍ତାକୁ କିଏ କିମ୍ବା କ'ଣ ଲଗେଇ କାହାକୁ କିମ୍ବା କ'ଣ ଲଗେଇ ପ୍ରଶ୍ନ କରୁଛେ, ଯଦି ଉତ୍ତର ମିଳୁଛି ତେବେ ସେଇଟା ହେଉଛି ସକର୍ମକ କ୍ରିୟା। କର୍ତ୍ତା ଏଠି କିଏ? ମୁଁ। କର୍ତ୍ତା ହେଉଛି ମୁଁ କର୍ତ୍ତାକୁ ପ୍ରଶ୍ନ କଲି କ'ଣ କରୁଛି, ଏଠି କ'ଣ କରୁଛି ଉତ୍ତର ମିଳୁଛି? ମିଳୁନି। ମୁଁ କହିବି କାହାକୁ କରୁଛି, କିଛି ଉତ୍ତର ମିଳୁଛି? ମିଳୁନି। ଯେହେତୁ କ'ଣ କିମ୍ବା କାହାକୁର ଉତ୍ତର ମିଳୁନାହିଁ ଏଇଟା ଅକର୍ମକ କ୍ରିୟା। କିନ୍ତୁ ଉତ୍ତର ମିଳିଥିଲେ ତାକୁ ଆମେ ସକର୍ମକ କ୍ରିୟା କହିଥାଏ। ଦ୍ୱିକର୍ମକ କ୍ରିୟା ମାନେ ଦୁଇଟି କର୍ମ ଥିଲେ, ଆଉ ମିଶ୍ର କ୍ରିୟା ମାନେ ଦୁଇଟି କ୍ରିୟାର ମିଶ୍ରଣରେ ଯେଉଁ କ୍ରିୟା ଗଠିତ ହୋଇଥାଏ ତାକୁ ଆମେ ମିଶ୍ର କ୍ରିୟା କହିଥାଉ। ଗୋଟେ ଯଦି ଏକ୍ଜାମ୍ପଲ ଦେବି, ମୁଁ କହିବି କ୍ରୟ କରିବା। କ୍ରୟ କରିବାଟା ଆମର କି ପ୍ରକାର କ୍ରିୟା? ଏଠି ଦୁଇଟା କ୍ରିୟା ରହୁଛି, କ୍ରୟ ରହୁଛି, କରିବା ମଧ୍ୟ ରହୁଛି। ଯେହେତୁ ଦୁଇଟି କ୍ରିୟା ରହୁଛି ଏଇଟା ହେଉଛି ଆମ ମିଶ୍ର କ୍ରିୟା। କିନ୍ତୁ ଅମିଶ୍ର କ୍ରିୟା କହିଲେ କ'ଣ ହେବ? ଯେ କି ଗୋଟିଏ କ୍ରିୟାର ମିଶ୍ରଣ ଗଠିତ। ମୁଁ କହିବି କ୍ରୟ କରୁଛି, ତାର ଅମିଶ୍ର କ୍ରିୟା କ'ଣ ହେବ? କିଣିବା। ଓକେ, ନେକ୍ସଟ ପ୍ରଶ୍ନ। ତାକୁ କିଛି କହି ଲାଭ ନାହିଁ, ସେ ତା ଜିତିରେ ଡ୍ୟାସ୍। ଚାରିଟାକୁ କହିବି ମନେ ରଖିବ। ନଛୋଡ଼ ବନ୍ଧା ମାନେ କ'ଣ? ନା ଏକ ଜିତିଆ। ନାଟର ଗୋବର୍ଦ୍ଧନ ମାନେ ଅନର୍ଥର ମୂଳ। ହୁଙ୍କା ପିଠା କିଛି ନ ବୁଝି କାମରେ ଲାଗି ପଡ଼ିବା। ଓଡ଼ିଆରୁ ଗଜା, ଜନ୍ମରୁ ଚତୁର। ତ ତାକୁ କିଛି କହି ଲାଭ ନାହିଁ, ସେ ଜିତିରେ ଡ୍ୟାସ୍। ନଛୋଡ଼ ବନ୍ଧା ମାନେ କ'ଣ? ଏକ ଜିତିଆ। ନେକ୍ସଟ ଅନ୍ଧ ବୁଝାବଣା, ଏଇ ରୁଢ଼ିର ଅର୍ଥ କ'ଣ? କ'ଣ ବହୁତ ସହଜ କ୍ୱେଶ୍ଚିନ୍। ଅନ୍ୟାୟ ବିଚାର। ପ୍ରସନ୍ନ, ପ୍ରସନ୍ନର ବିପରୀତ କ'ଣ ହେବ? ବିଷନ୍ନ। ଦେଖ ବିଷନ୍ନ କେମିତି ଲେଖା ହେଇଛି? ନରେ ରେଫ୍ ରହିବ, ଦେଖିବ ରେଫ୍ ଅଛି କି ନାହିଁ, କାରଣ ବିନା ରେଫ୍ରେ ମଧ୍ୟ କ୍ୱେଶ୍ଚିନ୍ ଅଛି, ତେଣୁ ଟିକେ ଦେଖିକି ମାରିବ। ନେକ୍ସଟ ଦେଖ ଉଦ୍ୟାନରେ ସୁଗନ୍ଧିତ ପୁଷ୍ପରାଜି ଶୋଭା ପାଉଛନ୍ତି। ସୁଗନ୍ଧିତ କୁହ ଏଠି ବିଶେଷ୍ୟ ପଦ କେଉଁଟା? ପୁଷ୍ପରାଜି। ପୁଷ୍ପରାଜିକୁ କିଏ ବିଶେଷ କରୁଛି? ସୁଗନ୍ଧିତ। ତେଣୁ ସୁଗନ୍ଧିତ କ'ଣ ଏଠି?
विशेषण। नेक्स्ट निम्नलिखित मध्यरु कोटा दीर्घ स्वर मन रखिबो आमर वर्ण को दुई भाग में विभक्त कराई स्वर वर्ण व्यंजन वर्ण। स्वर वर्ण 11टा व्यंजन वर्ण 38टा 39टा ओके। तो स्वर वर्ण को दुई भाग में विभक्त कराई गोटे हूँ हर्ष स्वर आ गोटे हूँ दीर्घ स्वर। हर्ष स्वर केतेटा 4टा कौन कौन अ हसई हसौ रु है ये 4टा कहूँ हर्ष स्वर। आ बाकी जो 7टा रहा आ दीर्घई दीर्घ ए ऐ ओ औ ये हूँ दीर्घ स्वर। तो देख ये कौटी अच्छी कौन अच्छी आ अच्छी तो आ हूँ दीर्घ स्वर। असिया कालर मसीहा ये रूट अर्थ कौन एटा भूल देछि असिया काल मसीहा माने अति पुराना ओके। बाघ घरे मिर्टी नाट यार तो मुरबी अनुपस्थित घरे विशृंखला सृष्टि करिया तो कौन हम मुरबी शून्य निर्भीकता माने मुरबी नथिले जहाँ घर परिस्थिति हुए से निम्नलिखित मध्यरु कोटा अलग देख बदन शोभन लपन ये कौन ना ये हूँ मुहर प्रतिशब्द कहार मुहर प्रतिशब्द बदन शोभन लपन किंतु आनन आनन कार प्रतिशब्द मन रख आनन कार प्रतिशब्द कौन आनन हूँ सुंदर मनोहर हूँ प्रतिशब्द ओके। देख भूल कहीदेली आउ थे कहूँ बदन लपन आनन ये हूँ मुहर प्रतिशब्द ओके सॉरी भूल कहीदी बदन लपन आनन ये हूँ मुहर प्रतिशब्द किंतु शोभन ये हूँ सुंदर मनोहर यार प्रतिशब्द। तो ये ठीक उत्तर कौन हम शोभन हम कारण ये 3टा कहूँ मुहर प्रतिशब्द बदन लपन आनन किंतु शोभन यहाँ हूँ सुंदर कि मनोहर प्रतिशब्द। फसर फाटिबा ये रूढ़ अर्थ कौन कौन हम व्यर्थ हम अनुकूल बिगड़ी जावा माने कौन शुभ बेला खराब हो ओके माने अनुकूल बिगड़ी जावार रूढ़ी अच्छी बिराटी छिंकिबा ओके। नेक्स्ट कोणार्कर कलाकृति विश्व प्रसिद्ध ओके कोणार्क विशेष्य पद कौन जहाँकि गोटे निर्दिष्ट नाम गुण जाति वस्तु क्रिया को बुझाऊ कोणार्क एटा कौन गोटे नाम तो यहाँ नामवाचक विशेष्य। विशेष्य आमर केते प्रकार कह विशेष्य आमर 8 प्रकार नाम बा संज्ञावाचक वस्तुवाचक जातिवाचक गुणवाचक क्रियावाचक। कोणार्क गोटे निर्दिष्ट नाम नामवाचक विशेष्य। प्रत्यागमन यार रूढ़ी केमती केमिति गठन रीति केमती प्रति जुत आ जुत गम जुत अन्न उपसर्ग चैप्टर आछि तेणु उपसर्ग चैप्टरटा टिके भलसे देख। प्रशंसा प्रशंसार विपरीत कौन निंदा। नेक्स्ट त्यज धातु केउ प्रत्यय जोग कले त्याग हम यहाँ डायरेक्ट मन रख त्यज धातु आम जो अप्रत्यय व्यवहृत करुचे कौ प्रत्यय ना अप्रत्यय व्यवहृत करुचे तेबे आमर कौन हो ना त्याग हो। इंग्राजी भाषार लिपि नाम कौन यहाँ भी सेमती डायरेक्ट मन रख इंग्राजी भाषा को आम रोमान भाषा बोली कहुँ या भितर कौटा गोटे विशेष पद मन रख पालनटा हूँ विशेष पद पालनीय माने जहाँ पालन करा जाए पालित जी जहाँ पालन करा जाए से एक अर्थ पल्लीला तो किसी ना तेणु मन रख पालनटा हूँ गोटे विशेष शब्द। तो नेक्स्ट क्वेश्चन पिलाटी खेलु खेलु पड़गला खेलु खेलु एटा गोटे क्रिया किंतु यह द्वारा वाक्य समाप्त होउछि कि समाप्त होउनी जहाँ द्वारा वाक्य समाप्त हुए ना ताकू असमापिका क्रिया कहा जाए किंतु जोठी वाक्य आमर समाप्त हुए ताकू समापिका क्रिया कहा जाए देई थांता पड़गला तबे एटा होता समापिका क्रिया किंतु खेलु खेलु एटा वाक्य समाप्त हो ना तेणु यहाँ हूँ असमापिका क्रिया। तो नेक्स्ट प्रश्न तो फ्रेंड ये हूँ आमर फास्ट शिफ्ट क्वेश्चन। तो चलतु सेकेंड शिफ्ट क्वेश्चन देखा। तो ये हूँ सेकेंड शिफ्ट क्वेश्चन कहवाई चाहिए जहाँ फॉरेस्टर किंबा RIMR PDF दरकार 8249079209
এই নম্বରରେ ହ୍ୱାଟ୍ସଆପ୍ କର। କେବଳ 29 ଟଙ୍କା, ବେଶୀ ନୁହଁ, କେବଳ 29 ଟଙ୍କା ପେ କରିବ, ତୁମକୁ ଫରେଷ୍ଟ ଗାର୍ଡ଼ PDF ମିଳିଯିବ। କେବଳ ପେ କରିବ 29 ଟଙ୍କା, ତୁମକୁ RIMR PDF ମିଳିଯିବ। ବହୁତ ଥର ଦରକାର 50 ଟଙ୍କା ପେ କର, ବହୁତ ଥର PDF ମିଳିଯିବ। ଓକେ, ଦେଖ ସ୍ପିଡ୍ କରିବା, କାରଣ 3ଟା ସିଫ୍ଟର କ୍ୱେଶ୍ଚିନ୍ କରିବା, ତ ଯେଉଁଠି ଦରକାର ହେବ ବୁଝେଇବାକୁ ମୁଁ ସେଇଠି ବୁଝେଇଦେବି। या भितर कौटा गोटे शास्त्रीय भाषा नुह, ओके, कौटा गोटे क्लासिकल लैंग्वेज नुह। जानिच कन्नड़, मलयालम, ओडिया ये 3टा क्लासिकल लैंग्वेज। क्लासिकल लैंग्वेज आमर केतेटा 11टा। ओडिया को केबे क्लासिकल लैंग्वेज मान्यता मिलला मन रखिदेव 2014। किंतु गुजराती गोटे क्लासिकल लैंग्वेज नुहे। ओके, अंधार रे बाड़ी बुलेगा अर्थ कौन अनुमान करी कहवा, कुहुड़ी पहरिबा माने वृथा परिश्रम करिबा। नेक्स्ट अरण्य उद्यान यार अर्थ कौन निष्फल पाथेना। नेक्स्ट तांकर डैश नीति तांकर सफलतार कारण। देख क्वेश्चन पढ़ सफलतार कारण, मनकर एठी देइथांता असफलतार कारण तबे हुंका पिटा नीति करिथांत, किंतु सफलतार कारण माने बक ध्यान माने खूब शांत माने एकत्र ध्यान माने पर्टिकुलर ध्यान करिबा, तो तांकर बक ध्यान नीति तांकर सफलतार कारण। छेलीर प्रतिशब्द देख गयल, सलभ, शिखी ये अलग अलग प्रतिशब्द। गयल गोटे वन्य जंतु जानिच, शिखी मयूरर, कलापी, केकी, शिखी, छागज मन रखियो छागल हूँ छेलीर प्रतिशब्द। जदि आमे छेलीर आउ 3टी प्रतिशब्द कहवा अज कहीपर, छाग कहीपर। ओके, तो नेक्स्ट क्वेश्चन निम्नलिखित मध्यरु केउटा गोटे देश शब्द नुह मन रख। बटुआ, ढिंकी, थंतल एसबू हूँ देश शब्द, किंतु गरज गोटे आम कहीपर वैदेशिक शब्द कहीपर। माने यदि पर्टिकुलर कहब आमे आरबी शब्द कहीपर ना पार्सी शब्द कहीपर, किंतु गरज केतली भी देश शब्द नुह। किंतु बटुआ, ढिंकी, थंतल ये आम देश शब्द। निम्नलिखित मध्यरु केउथिरे उपशब्द व्यवहार करा जाय नै। ओके, मन रख बेहिसाब केमते हिची बे जुत हिसाब। ओके, अणअटा अण अण जुत अजा उपसर्ग व्यवहृत होती। नापसंद न जुत पसंद नापसंद। किंतु आनंद आनंद हूँ गोटे मौलिक शब्द। मौलिक शब्द माने कौन जो शब्द रु माने गोटे अक्षर काटिदेबा तार अर्थ रहिबो नाही। जेमति कि मु कहबी आनंद रु मु आ काटिदेबी किछि अर्थ रहिबो कि किछि रहिबोनी। तो सेही परि आनंदटा कि प्रकार शब्द आमे कहि परिबा मौलिक शब्द। तो देख नेक्स्ट कौन आसला संधि चैप्टर निहि जुत चय डायरेक्ट मन रखिब सूत्र जानिया किछि भी दरकार नहीं। निहि जुत चय निश्चय। निम्नलिखित मध्यरु केउटा गोटे उपसर्ग आसीगला क्वेश्चन। उपसर्ग केतोटी आमर 20टा कौन कौन कही एटा टिके कमेंट करी कहबो। ओके, उपसर्ग आमर कौन कौन प्र, परा, अप, सम, नि, अधि, अधु एमती। तो ए भीतर कोटा अछि अ अछि, अटा हूँ गोटे उपसर्ग। व्यंजन वर्णर सांकेतिक रूप कौन कहुए देख ये 2टी क्वेश्चन हो पार। व्यंजन वर्णर सांकेतिक रूप कौन कहुए, स्वर वर्णर सांकेतिक रूप कौन कहुए मन रख। व्यंजन वर्णर सांकेतिक रूप को मात्रा कहुए नहीं फला कहुए। स्वर वर्णर सांकेतिक रूप को मात्रा कहुए। आउ थे कहूँ स्वर वर्णर सांकेतिक रूप को मात्रा कहुए। व्यंजन वर्णर सांकेतिक रूप को फला कहुए। पचारदेव जुक्ताक्षर क्या कहुए ना 2टी व्यंजन वर्णर मिलन में जुक्ताक्षर सृष्टि हुए। मेधावी पिलाटी परीक्षा रे कृतकार्य होइछि। देख देइछि कोटा विशेषण पद पिला एठी विशेष पिला को के विशेष करछि मेधावी। मेधावी होछि कोन विशेषण। निम्नलिखित मध्यरु केउटी कढ़ीर प्रतिशब्द नुह मन रखियो मंजरी, कलिका, अंगजा। अंगजाटा नुह मुकुल। मंजरी, कलिका, मुकुल एसबू हूँ कलिर प्रतिशब्द। अंगजा मन रखिब अंगजा
ମାନେ ଝିଅର ପ୍ରତିଶବ୍ଦ, ଝିଅ, କନ୍ୟା, ଦୁହିତା। ଓକେ, ତ ନେକ୍ସଟ ଉପଚୟ। ଉପଚୟର ଗଠନ ନୀତି କେମିତି ହେଇଛି? ଉପ ଯୁକ୍ତ ଚୟ। ଓକେ, ନେକ୍ସଟ ମୟୂରର ସୌନ୍ଦର୍ଯ୍ୟ ପ୍ରତୀକ। ସୌନ୍ଦର୍ଯ୍ୟ ମାନେ କ'ଣ? ଗୋଟେ ଗୁଣ, ତେଣୁ ଏଇଟା ହେଉଛି ଗୁଣବାଚକ ବିଶେଷ୍ୟ। ବିଶେଷ୍ୟ 5 ପ୍ରକାର କହିଛି। ନାମ, ନାମ ବା ସଂଜ୍ଞାବାଚକ, ବସ୍ତୁବାଚକ, ଗୁଣବାଚକ, କ୍ରିୟାବାଚକ। ଓକେ, ନେକ୍ସଟ ଅମୃତର ବିପରୀତ ଶବ୍ଦ କୋଉଟା? କୋଉଟା? ବିଷ। ଅମୃତର କ'ଣ? ବିଷ। ନେକ୍ସଟ ଖାଇବାର ବେଳ ଗଡ଼ି ଗଡ଼ି ଯାଉଛି। ଓକେ, ଏଟାର ଖାଇବାର କ୍ରିୟାଜ ବିଶେଷଣ ମୋତେ କୁହ। କ୍ରିୟାଜ ବିଶେଷଣ କ'ଣ? ମନେ ରଖିବ, ଯେଉଁ ବିଶେଷଣ ପଦ କୌଣସି ଏକ ବିଶେଷ ପଦରୁ ସୃଷ୍ଟି ହୋଇଛି। କ'ଣ? ଆଉ ଥରେ କହୁଛି, ଯେଉଁ ବିଶେଷଣ ପଦ କୌଣସି ଏକ କ୍ରିୟା ପଦରୁ ସୃଷ୍ଟି ହୋଇଥାଏ ଓ ବାକ୍ୟରେ କୌଣସି ପଦର ଗୁଣ ବା ଅବସ୍ଥାକୁ ବୁଝାଉଥାଏ। ଓକେ, ତାକୁ ହିଁ କ୍ରିୟା ବିଶେଷଣ କୁହାଯାଏ। ଏଠି ଖାଇବାର, ଏଟା ଖାଇବାର କ'ଣ? ଗୋଟେ କ'ଣ? କ୍ରିୟା। ଏଠି ଗୁଣ ବା ଅବସ୍ଥାକୁ ବୁଝାଉନି। ବେଳ, ବେଳ ଗୋଟେ କ'ଣ? ସମୟ ବା ଅବସ୍ଥା। ତେଣୁ ଏଟା ହେଉଛି କ୍ରିୟାଜ ବିଶେଷଣ। ଗୁଣବାଚକ ବିଶେଷଣ ମାନେ ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଉଥିବ। ଅବସ୍ଥାବାଚକ ବିଶେଷଣ ମାନେ ନିର୍ଦ୍ଦିଷ୍ଟ ଅବସ୍ଥାକୁ ବୁଝାଉଥିବ। ବିଶେଷଣ ବିଶେଷଣ ମାନେ ବିଶେଷଣ ବିଶେଷଣକୁ ବୁଝାଉଥିବ। ଯେମିତିକି ମୁଁ କହିବି, କ'ଣ ହେଇପାରିବ କୁହ? ଯେମିତିକି ମୁଁ କହିବି ଭାରି ଭଲ କଥା। କଥା ହେଉଛି ବିଶେଷ୍ୟ, ଭଲ ହେଉଛି ବିଶେଷଣ। ବିଶେଷଣକୁ କେଉଁଟା ବିଶେଷ କଲା? ଭାରି। ତେଣୁ ଭାରିଟା ହେଉଛି ବିଶେଷଣ ବିଶେଷଣ। ଯାଦୁଗର ବିଭିନ୍ନ ପ୍ରକାର ଯାଦୁ ଦେଖାଇପାରେ। ଦେଖାଇପାରେ, ଦେଖ ମୁଁ କ'ଣ କହିଥିଲି? କର୍ତ୍ତାକୁ ପ୍ରଶ୍ନ କରିବ, କ'ଣ କାହାକୁ? ମୁଁ ଏଇନେ କହିବି ଯାଦୁକର ହେଉଛି କର୍ତ୍ତା। କ'ଣ ଦେଖାଇପାରେ? ଯାଦୁ ଦେଖାଇପାରେ। ଉତ୍ତର ମିଳୁଛି ନା ନାହିଁ? ହଁ, ମିଳୁଛି। ତେଣୁ ଏଇଟା କ'ଣ? ସକର୍ମକ କ୍ରିୟା। ଯଦି ଉତ୍ତର ମିଳିନଥାନ୍ତା ତେବେ ଅକର୍ମକ କ୍ରିୟା ହୋଇଥାନ୍ତା। ଅସମୟ କ୍ରିୟା ମାନେ ବାକ୍ୟ ସମାପ୍ତ ହୋଇନଥାଏ, ତ ଏଇଟା ଅସମୟ କ୍ରିୟା ବି ହେବ ନାହିଁ, କାରଣ ବାକ୍ୟ ସମାପ୍ତ ହେଉଛି। ନେକ୍ସଟ ଦେଖ, ନିମ୍ନୋକ୍ତ ମଧ୍ୟରୁ କେଉଁଟା ଅଲଗା? ଦେଖ, ଗୃହପତି, ଅଭ୍ୟାଗତ, ଗୃହାଗତ ଏସବୁ ଅତିଥିର ପ୍ରତିଶବ୍ଦ। କାହାର? ଗୃହାଗତ, ଅଭ୍ୟାଗତ, ଆଗନ୍ତୁକ। ଓକେ, ସରି, ଗୃହପତି କହିଦେଲି। ଗୃହାଗତ, ଅଭ୍ୟାଗତ, ଆଗନ୍ତୁକ ଏସବୁ ହେଉଛି ଅତିଥିର ପ୍ରତିଶବ୍ଦ। କିନ୍ତୁ ଗୃହପତି ମାନେ ଘରର ମାଲିକ। ଓକେ, ବା ଘରର ଆମେ କ'ଣ କହିପାରିବା? କର୍ତ୍ତା କହିପାରିବା। ଓକେ, ପଢ଼ୁଛି, ପଢ଼ୁଛିରୁ କାହାର ସୂଚନା ମିଳୁଛି? କାଳର ମିଳୁଛି, ପୁରୁଷର ମିଳୁଛି, ବଚନ ମିଳୁଛି। ଏକ୍ଜାମ୍ପଲ, ରାମ ସକାଳେ ପଢ଼ୁଛି। ଏଥିରୁ ମିଳୁଛି ନା ନାହିଁ? କିଏ ପଢ଼ୁଛି? ରାମ ପଢ଼ୁଛି, ପୁରୁଷ ମିଳିଲା। ତ କାଳ, ସକାଳେ, କାଳର ମିଳିଲା। ବଚନ ବି ମିଳିଲା। ଯେହେତୁ ସମସ୍ତ ମିଳିଲା, ଏଇଟା କ'ଣ ହେବ? କାଳ, ପୁରୁଷ, ବଚନ। ପିଲାଟି ଏପରି ଡ୍ୟାସ୍ ଯେତେ ପଢ଼ିଲେ ବି ଫେଲ୍ ହେଉଛି। କ'ଣ? ଗୋବର ଗଣେଶ। ଗୋବର ଗଣେଶ ମାନେ କ'ଣ? ଅତି ମୂର୍ଖ କହିପାରିବା। ସେଇଟା ଗୋଟିଏ ଡ୍ୟାସ୍, ତା ଦ୍ୱାରା କାର୍ଯ୍ୟ ହେବ ନାହିଁ। ମନେ ରଖିବ, କ'ଣ? କୁଳାଙ୍ଗାର। ଓକେ, 4 ଦୌଡ଼ି କଟା, ସତ୍ୟାନାଶିଆ, ହଡ଼ବଡ଼ିଆ। କୁଳାଙ୍ଗାର। କୁଳାଙ୍ଗାର ମାନେ କ'ଣ କୁହ? କୂଳର କଳଙ୍କ, ମାନେ ଆମେ କହିପାରିବା ଅପାଦର୍ଥ କହିପାରିବା। ଓକେ, ଅପାଦର୍ଥ। 4 ଦୌଡ଼ି କଟା ମାନେ ଶାସନର ବାହାରେ। ହାତ ବୁଦ୍ଧିଆ ମାନେ କ'ଣ? କୌଣସି ପରିସ୍ଥିତିରେ ନିଜର ବୁଦ୍ଧି ହରାଇ ବସେ। ସତ୍ୟାନାଶିଆ ମାନେ କ'ଣ? ଯିଏ କାମ ବିଗିଡ଼େଇ ଦିଏ। ଦେଖ, ଗାନ୍ଧିଜୀକୁ ଜାତିର ଜନକ କୁହାଯାଏ। ଗାନ୍ଧିଜୀ, ମନେ ରଖିବ। କାହାକୁ ଜାତିର ଜନକ କୁହାଯାଏ? ଗାନ୍ଧିଜୀକୁ। ଗାନ୍ଧିଜୀ କ'ଣ? ଗୋଟେ ନାମ, ତେଣୁ ନାମବାଚକ ବିଶେଷ୍ୟ। ଯଦି ମୁଁ ଏଠି କହିଥାନ୍ତି ଜନକ, ଏଇଟା କ'ଣ ହେଇଥାନ୍ତା? ଜାତିବାଚକ ବିଶେଷ୍ୟ। ମନେ ରଖିବ, ଯାହାକୁ ତୁଳନା କରାଯାଏ ତାକୁ ନାମବାଚକ ବିଶେଷ କୁହାଯାଏ। ଯାହା ସହିତ ତୁଳନା କରାଯାଏ ତାକୁ ଜାତିବାଚକ ବିଶେଷ୍ୟ କୁହାଯାଏ। ନେକ୍ସଟ, ମୃଣ୍ମୟ କେମିତି ସନ୍ଧି ହେଇଛି? ମୁତ୍ ଯୁକ୍ତ ମୟ। ଓକେ, ଡାଇରେକ୍ଟ ମନେ ରଖିବ। ବୃହସ୍ପତି, ବୃହତ୍ ଯୁକ୍ତ ପତି, କ'ଣ ହେବ? ବୃହସ୍ପତି। ଓକେ, ବୃହସ୍ପତି।
नेक्स्ट मधुर मधुर कौन हम तिक्त केमती लिखाई तिक्त तो ये थिला सेकेंड शिफ्ट। तो चलतु आमर थर्ड शिफ्ट आलोचना करवा। तो फ्रेंड्स देखु ये आम थर्ड शिफ्ट तत्सम शब्द या भर कौटा नुह तत्सम मान कौन जहाँकि संस्कृत भाषा सह सामान। देख माता गोटे तत्सम शब्द मातार कौन हम माँ हो कन्यार आम झील कहीपर ईश्वर से ईश्वर 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 हम ओके। किंतु साप गोटे हूँ तद्भव शब्द तुम कह किपरि ना तार तत्सम शब्द कौन हम सर्प कौन सर्प सर्प हूँ तत्सम शब्द किंतु सर्पर तद्भव कौन ना साप। नेक्स्ट लोभीर विपरीत कौन हम नीलव कृपणर कौन हम बदान्य कौन बदान्य कंबलरू बाल बाछिबा कौन वृथा परिश्रम करवा। नेक्स्ट शासक ये मन रख ओके शासकर विपरीत कौन हम शासित केमती लिखाई शासित शासकर कौन हम शासित ओके सेवक नुह मालिकर सेवक हो किंतु शासकर शासित। देख निष्ठुर निष्ठुर को संधि कले कौन हम निहि जुत ठुर ओके निहि जुत ठुर पचार दब एटा कि प्रकार संधि जानिच विसर्ग अच्छी माने कौ संधि हम विसर्ग संधि। शिशु हसिले दुनिया हसे देख पुणी आसीगला क्रिया चैप्टर क्वेश्चन हसिले हसिलेटा कि प्रकार क्रिया प्रथमे देख हसिले जो वाक्य समाप्त होउछि कि कुह वाक्य समाप्त होउछि तुम कह ना हो ना जेहेतु हो ना यहाँ हूँ असंपिका क्रिया किंतु ए हस्य जो वाक्य समाप्त होउछि कि ना तुम कह हाँ होउछि यदि हस्य उपर कार देता एटा कथा समर्पिका क्रिया किंतु हसिला वाक्य समाप्त हो ना तेणु यहाँ हम असंपिका क्रिया। उपसर्ग धातुरे केउठी व्यवहृत हुए मन रख उपसर्ग सब वाक्यर आरंभ व्यवहृत हुए जमती गोटे एग्जांपल दूसरी आगमन आ गोटे उपसर्ग कौटी व्यवहृत होची वाक्यर आरंभ ओके। क्रय करवा एटा कि प्रकार क्रिया कही मिश्र क्रिया कौन दुईटी क्रियार मिश्रण जो क्रिया तैयारी होता है ताकू आम मिश्र क्रिया कहू जमती क्रय गोटे क्रिया करिबा गोटे क्रिया दुईटी क्रियार मिश्रण आमर तैयारी होची क्रय करवा तेणु यहाँ हूँ मिश्र क्रिया। तुमको जदि कहबी यार अमिश्र क्रिया कौन हम मन रख किणवा कौन किणवा। नेक्स्ट सस परे त थिले त स्थान रे कौन हुए मन रख कौन हम ट हम गोटे एग्जांपल दौची देख इस जुत त कौन हम ना इष्ट हम कौन हम इस जुत त कौन हम इष्ट सेपरी स परे जदि आमर थ रोचे तेबे ट स्थान रे आमर ठ हम मन रख स परे थ थिले थ स्थान रे ट हम जमती गोटे एग्जांपल दूसरी पुरुष जुत थ कौन हम पृष्ठ कौन हम पृष्ठ ओके। नेक्स्ट अंधार रे पाड़ी बुलेगा यार अर्थ कौन अनिश्चित भाव कार्य करवा किछि न बुझी कार्य लगी अर्थ कौन हुंका पिठा नीति ओके। श्रीजुक्त श्रीजुक्तर विपरीत शब्द कौन हम श्रीहीन श्रीमतीर आम कहीपर श्रीमान कहीपर ओके। परीक्षा रे पचार श्रीमान कहार विपरीत श्रीमतीर श्रीजुक्तर श्रीहीन निम्नलिखित मध्य केउटा कंठ्य वर्ण नुह देख स्वर वर्ण मुझे कहली तुमको दुई प्रकार हर्ष स्वर दीर्घ स्वर व्यंजन वर्ण सेपरी दुई प्रकार गोटे हूँ वर्गीय व्यंजन आ गोटे हूँ अवर्गीय व्यंजन।
ବର୍ଗୀୟ ବ୍ୟଞ୍ଜନ 5 ଭାଗରେ ବିଭକ୍ତ। କ'ଣ କ'ଣ? କଚଟ ତପ, କଣ୍ଠ୍ୟ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଓଷ୍ଠ୍ୟ। ଦେଖ ଆମର ଯେଉଁ ଥ ରହୁଛି, ଥଟା କେଉଁଥିରେ ଯାଉଛି କହୁନ? କଚଟ ତପ ମାନେ ତ ବର୍ଗରେ ରହୁଛି। ତ ଥ ଦ ଥ ନିୟ ରହୁଛି। କଚଟ ତପ, କଣ୍ଠ୍ୟ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ। ତେବେ ଆମର ଥଟା କେଉଁଥିରେ ଯାଉଛି? ଦନ୍ତ୍ୟ ବର୍ଣ୍ଣରେ। ତ ଥଟା ଆମର କେମିତି କଣ୍ଠ୍ୟ ବର୍ଣ୍ଣ ହେବ? ତ ଥଟା ଆମର କ'ଣ ହେବ? କଣ୍ଠ୍ୟ ବର୍ଣ୍ଣ ହେବ ନାହିଁ। ମନ୍ଦ ଅର୍ଥରେ କେଉଁ ଉପସର୍ଗ ହୁଏ? ମନେ ରଖିବ, ମନ୍ଦ ଉପସର୍ଗରେ ଆମର ଅପ୍ ଉପସର୍ଗ ହୁଏ। ଯେମିତିକି ଅପମାନ, ଅପଯଶ, ଅପଦାର୍ଥ। ଓକେ। ନିସ୍ତେଜ, ନିସ୍ତେଜର ସନ୍ଧି କଲେ କିପରି ହେବ? ନିହି ଯୁକ୍ତ ତେଜ। ଓକେ। ନେକ୍ସଟ, ଏପରି କଥା ମୁଁ କେବେ ଶୁଣି ନଥିଲି। ଦେଖ ସର୍ବନାମିକ ବିଶେଷଣ କାହାକୁ କୁହାଯାଏ? ଯେତେବେଳେ କୌଣସି ସର୍ବନାମ ପଦ ଏକ ବିଶେଷ ପଦର ପୂର୍ବରୁ ବସି ତାହାକୁ ବିଶେଷିତ କରେ। କ'ଣ କହିଲି? ଯେତେବେଳେ କୌଣସି ସର୍ବନାମ ପଦ ବିଶେଷ ପଦର ପୂର୍ବରୁ ବସି ବିଶେଷିତ କରେ। ଦେଖ କଥା ଗୋଟେ ହେଉଛି ବିଶେଷ୍ୟ, ଏପରିଟା କ'ଣ? ଗୋଟେ ହେଉଛି ସର୍ବନାମ ପଦ। ଏପରିଟା କାହାକୁ ବିଶେଷ କରୁଛି? କଥାକୁ। କଥା ହେଉଛି ବିଶେଷ୍ୟ। ମୁଁ କହିବି କିପରି କଥା? ତମେ କହିବ ଆରେ ଭାଇ ଏପରି କଥା ବା, ମାନେ ବିଶେଷକୁ କିଏ ବିଶେଷ କଲା? ଏପରି। ଏପରିଟା କ'ଣ? ଗୋଟେ ସର୍ବନାମ। ତ କ'ଣ ହେବ? ସର୍ବନାମିକ ବିଶେଷଣ। ବିଶେଷଣର ବିଶେଷଣରେ କ'ଣ? ମୁଁ ଏକ୍ଜାମ୍ପଲ ଦେବି। ଭାରି ଭଲ କଥା। ଏଠି କଥା କ'ଣ? ଭଲ। ଭଲକୁ ବିଶେଷ କିଏ କଲା? ଭାରି। ତ ଏଇଟା ହେଉଛି ବିଶେଷଣର ବିଶେଷଣ। କ୍ରିୟାଜ ବିଶେଷଣ ମାନେ ଗୋଟେ କ'ଣ କ୍ରିୟାକୁ ବିଶେଷ କରୁଥିବ। ଯେମିତିକି ଚଳନ୍ତା ଗାଡ଼ି, ଫୁଟନ୍ତା ନିଆଁ, ଉଡ଼ନ୍ତା ପାରା। ଗରଜିଲା ମେଘ ବରଷେ ନାହିଁ। ମେଘ ଏଠି କ'ଣ? ବିଶେଷ୍ୟ। ଗରଜିଲାଟା କ'ଣ? ଗୋଟେ କ୍ରିୟା। ଯେହେତୁ କ୍ରିୟା ଏଟା ହେବ କ୍ରିୟାବାଚକ ବିଶେଷଣ। ଗୋଟେ କ୍ରିୟାକୁ ବିଶେଷ କଲା। ନିଜ ସ୍ୱାର୍ଥ ପାଇଁ ନିର୍ଦ୍ଦୋଷ ଲୋକଙ୍କୁ ଡ୍ୟାସ୍ ଅନାୟ, ମାନେ କ'ଣ? ଅଠା ଗାଡ଼ିରେ ପକାଇବା। ଅର୍ଥ କ'ଣ? ବିପଦରେ ପକାଇବା। ମାନେ ନିଜ ସ୍ୱାର୍ଥ ପାଇଁ କାହାକୁ ବି ବିପଦରେ ପକାଇବା ଉଚିତ ନୁହେଁ। ନେକ୍ସଟ, ଭୁବନେଶ୍ୱର ଆମର ରାଜଧାନୀ। ଦେଖ ଭୁବନେଶ୍ୱର କ'ଣ? ଗୋଟେ ନାମ। ତ ଦେଇଛି ନାମବାଚକ ବିଶେଷ, ତେଣୁ ଭୁବନେଶ୍ୱର ହେଉଛି ଗୋଟେ ନାମବାଚକ ବିଶେଷ। ନେକ୍ସଟ, ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଫଳା। ସ୍ୱର ବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ। ଯୁକ୍ତାକ୍ଷର, ଦୁଇଟି ବ୍ୟଞ୍ଜନ ବର୍ଣ୍ଣ ସମାହାରରେ ଗଠିତ ବର୍ଣ୍ଣ। ନିମ୍ନୋକ୍ତ ମଧ୍ୟରୁ ପୁତ୍ରର କେଉଁଟା ବିଶେଷ ପଦ ନୁହଁ? କ'ଣ? ପୁତ୍ରର ପ୍ରତିଶବ୍ଦ ନୁହଁ। ମନେ ରଖିବ, ତନୟ, ଆତ୍ମଜ, ଅଙ୍କଜ ଏ ପୁତ୍ରର ପ୍ରତିଶବ୍ଦ, କିନ୍ତୁ ଅମ୍ବୁଜ ମେଘର ପ୍ରତିଶବ୍ଦ। କାହାର? ଅମ୍ବୁଜ, ବାରିଦ, ଜଳଜ ହେଉଛି ମେଘର ପ୍ରତିଶବ୍ଦ। ଉଷୁନା ଧାନ ଗଜା ହେବା ମାନେ କ'ଣ? ଅସମ୍ଭବ ସମ୍ଭବ ହେବା। ଚିତା କାଟିବା ମାନେ କ'ଣ? ଡାଇରେକ୍ଟ ମନେ ରଖିବ, ଟାଇମ୍ ୱେଷ୍ଟ କାହିଁ କରିବା, ଠକିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟା ଅଲଗା? ଆସନ୍ନ, ସମୀପ, ଆନ୍ତିକ ହେଉଛି ପାଖର ପ୍ରତିଶବ୍ଦ। କାହାର? ପାଖର। ଅନାସନ୍ନ ମାନେ ଦୂର। ନେକ୍ସଟ, ପରାମର୍ଶ କେମିତି ହେଇଛି? ପରା ଯୁକ୍ତ ମୃଷ୍ ଯୁକ୍ତ ଅ, ତ କ'ଣ? ମୃଷ୍ ଧାତୁ। ନେକ୍ସଟ, ଆଜିର ଶେଷ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟା ଗଣନୀୟ ବିଶେଷ ନୁହଁ? ଦେଖ ଗଣନୀୟ ବିଶେଷ ନୁହଁ, ଅଗଣୀୟ ବିଶେଷ ନୁହଁ, ମାନେ କେଉଁଟା ଗଣୀୟ ବିଶେଷ? ବହି। ବହିକି ତୁମେ ଗଣିପାରିବ, କିନ୍ତୁ ବାଲି, ଦହି, ପାଣି ଗଣିପାରିବ କି? ଗଣିପାରିବନି। ଏସବୁ ଗଣନୀୟ ବିଶେଷ। ତ ଫ୍ରେଣ୍ଡ, ଇଏ ଥିଲା ଆମର ଓଡ଼ିଆ ଗ୍ରାମର ସବୁତକ ସିଫ୍ଟର କୋଶ୍ଚିନ୍, ଯାହାକି ଆମର 6 ମେ'ରେ ଆସିଥିଲା। ଡିଟେଲ୍ସରେ ଯେତିକି ଦରକାର ଥିଲା ସେତିକିରେ ଆଲୋଚନା ହେଇଛି। କେଉଁଟା ବି ଡାଉଟ୍ ଥିବ ଜରୁର କମେଣ୍ଟ କରିବ। ଦେଖ ଯାହାକୁ PDF ଦରକାର 8249079209 ଏଇ ନମ୍ବରରେ ହ୍ୱାଟ୍ସଆପ୍ କର। କେବଳ 29 ଟଙ୍କାରେ ତୁମକୁ ଫରେଷ୍ଟ କାର୍ଡ଼ ଫରେଷ୍ଟର PDF ମିଳିବ। କେବଳ 29 ଟଙ୍କାରେ ତୁମକୁ RIMର PDF ମିଳିଯିବ। ବହୁତର ଦରକାର 50 ଟଙ୍କାରେ ବହୁତର PDF ମିଳିଯିବ। ତ ଭାବୁଛି ଭିଡ଼ିଓଟା ଭଲ ଲାଗିଥିବ। ଭଲ ଲାଗିଛି ତ ଜରୁର ଗୋଟେ ଲାଇକ୍ କରିଦେବ। ଆଗକୁ ଏପରି ଭିଡ଼ିଓ ପାଇଁ ଚ୍ୟାନେଲକୁ ସେୟାର କରିନେବ। ଆଗକୁ ଏପରି ଭିଡ଼ିଓ ଦେଖିବା ପାଇଁ।